ଥରିଲା ଥରିଲା ହାତରେ ବଡ଼ କଷ୍ଟରେ ଲେଖୁଛି ଗୌତମ। ଆଉ 2 ଦିନ ପରେ ମାଟ୍ରିକ ପରୀକ୍ଷା। ପରୀକ୍ଷା ପାଇଁ ପାଠ ପଢ଼ି ପୁରା ପ୍ରସ୍ତୁତ ସେ। ହେଲେ ଥରେ ଦେଖିଲେ ଯେଉଁଭଳି ସେ ଲେଖୁଛି ଏଥିରେ ସେ ପାସ୍ କରିପାରିବ ତ? ଏ ପ୍ରଶ୍ନ କେବଳ ଆମେ କରୁନୁ, ଏ ପ୍ରଶ୍ନ ଗୌତମର ବାପା, ମା ଏବଂ ସାହି ପଡ଼ିଶା ବି କରୁଛନ୍ତି। କାରଣ ନିୟମ ଅନୁସାରେ ଭିନ୍ନକ୍ଷମ ଗୌତମ ପାଇଁ ପରୀକ୍ଷାରେ ଜଣେ ଲେଖିଦେବା କଥା। ଗୌତମ ଉତ୍ତର ଡାକିଲେ ଜଣେ ତଳ ଶ୍ରେଣୀର ପିଲା ତାକୁ ଖାତାରେ ଲେଖିବ। କିନ୍ତୁ କିଏ ସେହି ଲେଖାଳି ଏପର୍ଯ୍ୟନ୍ତ ଶିକ୍ଷା ବିଭାଗ ତାହା ସ୍ଥିର କରିପାରି ନାହିଁ। ଫଳରେ ମାଟ୍ରିକ ପରୀକ୍ଷା ଦେଇପାରିବ କି ନାହିଁ ତାକୁ ନେଇ ଆଶଙ୍କାରେ ରହିଛନ୍ତି ଗୌତମ ଏବଂ ତାଙ୍କ ପରିବାର। ପରୀକ୍ଷା ଦେବୁ, ତୁ ଲେଖିପାରିବୁ? ଆଉ ତତେ କଣ ଦରକାର ଏବେ? କେମିତି କଣ କିଏ ଲେଖିବ କଣ? ପିଲାଟି କିଏ ଦେଇଛନ୍ତି ତତେ? ଆଉ କେମିତି ଲେଖୁ ତୁ? ପାସ୍ କେମିତି ହବୁ କଣ? ଲେଖି ଯାହା ଲେଖିବ ହେଲେ କିଏ ବୁଝିପାରିବେନି। ଆଉ ତା ପାଖରେ ଆମେ ବୋର୍ଡ ହେଲେ ଲେଖିକି ଜଣେଇଥିଲୁ ତା ପାଇଁ କଣ ବ୍ୟବସ୍ଥା କରାଯାଉ। ତାଙ୍କେ କହିଥିଲେ ଗୋଟେ କୋଉ ପିଲାଟି ଗୋଟେ ଆମେ ସେଟିଂ କରିବା ଆଉ ସିଏ ଲେଖିବ ତା ପାଇଁ ବୋଲି। ଆଉ ଏବେ ପର୍ଯ୍ୟନ୍ତ ଏମିତି ଜଣେଇ ନାହାନ୍ତି କିଏ ଯିବ କଣ କରିବ। ହଁ, ଆମେ କହୁଛୁ ଗୌତମ ମହାନ୍ତିଙ୍କ କଥା। ଗଞ୍ଜାମ ଜିଲ୍ଲା ସାନଖିମୁଣ୍ଡି ବ୍ଲକ ଖଲିଙ୍ଗି ହାଇସ୍କୁଲର 10ମ ଶ୍ରେଣୀ ଛାତ୍ର ଗୌତମ। ପିଲାଟି ଦିନରୁ ଭିନ୍ନକ୍ଷମ, ଭଲରେ କଥା କହିବା ଏବଂ ଚାଲବୁଲ କରିବାକୁ ଅକ୍ଷମ। ବାପା ମା ଗୌତମକୁ ଗାଧୋଇ ଦେବାଠାରୁ ଖୁଆଇବା, ପ୍ୟାଣ୍ଟ ସାର୍ଟ ପିନ୍ଧାଇବା କାର୍ଯ୍ୟ କରନ୍ତି। ବଡ଼ କଷ୍ଟରେ ସ୍କୁଲ ଯାଇ 10ମ ଯାଏ ପଢ଼ିଲାଣି ଗୌତମ। ସରକାରଙ୍କ ତରଫରୁ ତାଙ୍କୁ ମିଳିଛି 50% ଭିନ୍ନକ୍ଷମ ସାର୍ଟିଫିକେଟ। 10ମରେ ପଢୁଥିବା ଗୌତମ ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବ। ହେଲେ ଗୌତମ ପାଇଁ କିଏ ଉତ୍ତର ଖାତାରେ ଲେଖିଦେବ କାହାକୁ ନିଯୁକ୍ତ କରିନାହିଁ ଶିକ୍ଷା ବିଭାଗ। ବୋର୍ଡକୁ ଜଣାଇଛୁ, ନିଷ୍ପତ୍ତିକୁ ଅପେକ୍ଷା କରିଛୁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି ବିଶିଷ୍ଟ ସମାଜସେବୀ ଶ୍ରୁତି ମହାପାତ୍ର। ତ ହ୍ୟାଣ୍ଡିକ୍ୟାପ୍ଟ ପିଲା ପାଇଁ ଗୋଟେ ସହାୟକ ଲେଖକ ତା ପାଇଁ ଗୋଟେ ଆରେଞ୍ଜ ଅଛି ବ୍ୟବସ୍ଥା ବୋର୍ଡର ରୁଲ ଅନୁସାରେ। ତ ସେଇଥିପାଇଁ ତା ପାଇଁ ଗୋଟେ ଆମେ ଲେଖିକି ବୋର୍ଡକୁ ଦେଇଛୁ। ସେଟା ବୋର୍ଡ କନସିଡର କଲା ପରେ ଆମେ ପିଲା ଗୁଡାକୁ ତାର ସହାୟକ ଲେଖକ ଭାବରେ ଦେବୁ ନାଁଟା। ଯଦି ଦୃଷ୍ଟିବାଧିତ କି ହାତ ଚାଲୁନି ସେଇ ସମୟରେ ତାଙ୍କୁ ଇମିଡିଏଟଲି ସ୍କ୍ରାଇବ୍ ଦେଇ ଦିଅନ୍ତୁ। ତାଙ୍କଠୁ ତଳ ଶ୍ରେଣୀର 9ମ ହଉ 8ମ ହଉ ଆପଣ ଗୋଟେ ହେଡମାଷ୍ଟର ଦସ୍ତଖତ କରି ସାର୍ଟିଫିକେଟରେ ଦେଇ ଦିଅନ୍ତୁ ଯେ ଏଇ ପିଲା ପାଇଁ ଲେଖିବ। ଏତିକି ଗୋଟାଏ ଦିନ ଭିତରେ ଖୁସିରେ ହେଇପାରିବ। କହୁଛି କେଉଁଠି ନା କେଉଁଠି ଆମର ଯେଉଁ ପ୍ରାୟୋରିଟି ଲିଷ୍ଟରେ ଦିବ୍ୟାଙ୍ଗ ପିଲା ଟିକେ ହଜି ଯାଉଛନ୍ତି, ଦିଶୁନାହାନ୍ତି। ଆମକୁ ଏବେ ପ୍ରାୟୋରିଟିରେ ତାଙ୍କୁ ଉପରକୁ ରଖିବାକୁ ପଡ଼ିବ। ସବୁ ପିଲାଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କଲାବେଳେ ଆମକୁ ଚିନ୍ତା କରିବାକୁ ପଡ଼ିବ ୟା ଭିତରେ ଗୋଟିଏ କ୍ୟାଟେଗୋରୀ ଅଛନ୍ତି ଯାହାଙ୍କର କିଛି ଫଙ୍କସନାଲ ଚ୍ୟାଲେଞ୍ଜ ଅଛି। ତାଙ୍କୁ ଆମକୁ ରିଜନେବଲ୍ ଆକୋମୋଡେସନ୍ ଦେବା କରିବାକୁ ପଡ଼ିବ। ଏମିତି ଖାମଖିଆଲ ଭାବରେ ଆମେ ତାଙ୍କୁ ଆଡ୍ରେସ୍ କରିପାରିବାନି। 2 ଦିନ ଥିବ ବ୍ୟବସ୍ଥା, ତାଙ୍କର ବି ଭାବନ୍ତୁ କେତେ ମେଣ୍ଟାଲ ଷ୍ଟ୍ରେସ୍ ହେଉଥିବ ସେ ଛୁଆର। ସେଥିପାଇଁ 3 ମାସ ଆଗରୁ ନିହାତି ସ୍କୁଲର କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ଆଉ ମାତ୍ର 2 ଦିନ ଥିଲାବେଳେ ଗୌତମ ମାଟ୍ରିକ ପରୀକ୍ଷା ଦେଇପାରିବ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା। ଖଲିଙ୍ଗି ହାଇସ୍କୁଲର ଗୌତମ ମହାନ୍ତି, ଯିଏକି ଜନ୍ମରୁ ବିକଳାଙ୍ଗ, ତାଙ୍କ ପାଇଁ ମେଟ୍ରିକ ପରୀକ୍ଷାରେ ଆଉ ଜଣେ ପରୀକ୍ଷାରେ ଲେଖିବା ପାଇଁ ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇପାରୁନି ଅନ୍ୟ ଜଣେ ଛାତ୍ର। ତେବେ କେବେ ସରକାର ଗୌତମ ମହାନ୍ତିଙ୍କ ପାଇଁ ଜଣେ ପିଲାଙ୍କର ବ୍ୟବସ୍ଥା କରୁଛନ୍ତି ଆଉ କିଭଳି ବୋର୍ଡ ଏକ୍ଜାମରେ ସେ ଉତ୍ତୀର୍ଣ୍ଣ ହେଉଛି ତାକୁ ହିଁ ଅପେକ୍ଷା। ଗଞ୍ଜାମ ଜିଲ୍ଲା ସାନଖିମୁଣ୍ଡି ଖଲିଙ୍ଗରୁ ସତ୍ୟନାରାୟଣ ପାଢ଼ୀ, OTV।